ଡାଲମା ହେଉଛି ଆମେ ସବୁ ଓଡ଼ିଆଙ୍କର ପରିଚୟ, ଗର୍ବ ଆଉ ଗୌରବ। ଡାଲମା ବିନା ଆମେ କେହି ବି ଓଡ଼ିଆ ରହିପାରିବୁ ନାହିଁ। ଆମ ଓଡ଼ିଆ ଘରେ ବିଭିନ୍ନ ପ୍ରକାରର ଡାଲମା ତିଆରି ହୁଏ। ଆଜି କିନ୍ତୁ ଆମେ ବନେଇବା ସମ୍ପୂର୍ଣ୍ଣ ନୂଆ ପ୍ରକାରର ଡାଲମା। ସ୍ପେଶାଲ ଡାଲମା ମସଲା ଦେଇ ବନେଇବା ଗୋଟା ମୁଗ ଡାଲମା। ଖାଇବା ପାଇଁ ଯେତିକି ସୁଆଦିଆ, ଦେହ ପାଇଁ ତାଠାରୁ ଆହୁରି ହେଲ୍ଦି। ଭିଡ଼ିଓ ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ, ନିଶ୍ଚୟ ଗୋଟେ ସେୟାର କରନ୍ତୁ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଫେସବୁକ୍ ପେଜରୁ ଭିଡ଼ିଓ ଦେଖୁଥିଲେ ଫେସବୁକ୍ ପେଜକୁ ନିହାତି ଫଲୋ କରନ୍ତୁ। ଜୟ ଜଗନ୍ନାଥ। ମୁଁ ସସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ସସ୍ମିତା ଷ୍ଟାର କିଚେନକୁ। ଆଜିର ହେଲ୍ଦି ଟେଷ୍ଟି ମୁଗ ଡାଲମା ବନେଇବା ପାଇଁ ଏଠି ମୁଁ ନେଇଛି ଅଧା କପ୍ ବା 100 ଗ୍ରାମର ମାର୍କେଟରୁ କିଣା କଞ୍ଚା ଗ୍ରୀନ୍ କଲର ଗୋଟା ମୁଗ। ମୁଗ ଆପଣଙ୍କ ହିସାବରେ କମ୍ ଅଧିକ ନେଇପାରିବେ। ଆଜିର ଡାଲମାକୁ ମୁଁ କୁକରରେ ବନେଇବି, ସେଥିପାଇଁ ଗୋଟେ କୁକର ନେଇଛି। ଆପଣ ଚାହିଁଲେ ଡେକ୍ଚି କିମ୍ବା କଢ଼େଇ ନେଇପାରିବେ। ଡେକ୍ଚି କିମ୍ବା କଢ଼େଇରେ ଟିକେ ଅଧିକ ସମୟ ଲାଗିବ। ଏବେ ଶୁଖିଲା କୁକରରେ ମୁଗକୁ ଦେବା, ତାପରେ ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ 3 ରୁ 4 ମିନିଟ୍ ପର୍ଯ୍ୟନ୍ତ ମୁଗକୁ ହାଲକା ଭାଜିବା। ମୁଗକୁ ପ୍ରଥମେ ହାଲକା ଭାଜିଦେଲେ ମୁଗର କଞ୍ଚା ଅଂଶ ଚାଲିଯିବ, ଡାଲମାରେ ଖାଇବା ପାଇଁ ଭଲ ଲାଗିବ। ଏବେ ଦେଖନ୍ତୁ ମୁଗ ଆମର ଭାଜିଗଲାଣି। ବାହାରକୁ ବାହାର କରି ଆଣିବା। ପାଣି ଦେଇ ଥରେରୁ 2 ଥର ଧୋଇ ନେବା। ତାପରେ ଭଲ ପାଣି ଦେଇ ପାଖାପାଖି 8 ରୁ 10 ମିନିଟ୍ ମୁଗକୁ ବତୁରେଇବା ପାଇଁ ଛାଡ଼ିବା। ମୁଗକୁ ଟିକେ ବତୁରେଇ ଦେଲେ ଡାଲମାରେ ସିଝିବା ପାଇଁ କମ୍ ସମୟ ଲାଗିବ। ସେଇ ଭିତରେ ଚାଲନ୍ତୁ ଦେଖିବା ଡାଲମା ପାଇଁ ଆମେ କ'ଣ ସବୁ ପନିପରିବା ନେଇଛୁ। ଆଜିର ଡାଲମା ପାଇଁ ମୁଁ ଏଇ ସବୁ ଟାଣ ପନିପରିବା ନେଇଛି। ପନିପରିବାରେ ଦେଖନ୍ତୁ ଏଠି ମୁଁ ନେଇଛି ଅଳ୍ପ କଖାରୁ, ବୋଇତାଳୁ ଓ ମାଖନ। ଆପଣମାନେ କ'ଣ କୁହନ୍ତି ନିଶ୍ଚୟ ମୋତେ କମେଣ୍ଟସ୍ କରି ଜଣାଇବେ। କଖାରୁର ଚୋପା ରଖି ଟିକେ ବଡ଼ ଖଣ୍ଡ କରି କାଟିବେ, ନହେଲେ ଡାଲମାରେ ଜଲ୍ଦି ଘାଣ୍ଟିଯିବ। ତା ସହିତ ଅଳ୍ପ ସାରୁ, ଆପଣମାନେ ମାଟି ଆଳୁ ବି ନେଇପାରିବେ। ତା ସହିତ ଗୋଟେ ଆଳୁ, ଅଳ୍ପ ଗାଜର, ଅଳ୍ପ ଭଣ୍ଡା। ଡାଲମାରେ ଅମୃତଭଣ୍ଡା ବେଶୀ ଦେବେ ନାହିଁ, ନହେଲେ ଡାଲମା ପାଣିଆ ଲାଗିବ। ତା ସହିତ ଗୋଟେ କଞ୍ଚା କଦଳୀ, ଗୋଟେ ମିଡ଼ିୟମ୍ ସାଇଜ୍ର ବାଇଗଣ। କଞ୍ଚା କଦଳୀ ବାଇଗଣକୁ କାଟି ସାରିବା ପରେ ହଳଦୀ ପାଣିରେ ରଖିବେ। କଞ୍ଚା କଦଳୀ ବାଇଗଣ କଳା ପଡ଼ିବ ନାହିଁ। ତା ସହିତ ବଡ଼ ସାଇଜ୍ର ଟମାଟୋ। 100 ଗ୍ରାମ ମୁଗ ପାଇଁ ଏତିକି ମୁଁ ପନିପରିବା ନେଇଛି। ଆପଣମାନେ କେତେ ମୁଗ ନେଉଛନ୍ତି ସେଇ ହିସାବରେ ଦେଖିକି ପନିପରିବା ନେବେ। 10 ମିନିଟ୍ ପରେ ମୁଗ ଟିକେ ବତୁରି ଗଲାଣି। ଏବେ ମୁଗରେ ଥିବା ସବୁ ପାଣିକୁ ବାହାର କରି ସେଇ କୁକରରେ ଦେବା। ତାପରେ ପାଣି ମାପ କରିକି ଦେବା। ଯେଉଁ କପ୍ରେ ମାପ କରି ଅଧା କପ୍ ମୁଗ ନେଇଥିଲେ ସେମ୍ କପ୍ରେ ମାପ କରି 4 ଗୁଣା ପାଣି ଦେବା। ତାମାନେ ଅଧା କପ୍ ମୁଗ ପାଇଁ 2 କପ୍ ପାଣି। এই ଭାଗ ମାପ ମନେ ରଖିବେ। ଏବେ ମୁଗ ଆଉ ପନିପରିବାକୁ ଦେଖି ସ୍ୱାଦ ଅନୁସାରେ ଲୁଣ ଦେବା, ଅଧା ଛୋଟ ଚାମଚ ହଳଦୀ ଗୁଣ୍ଡ, ତାପରେ ଅଳ୍ପ ତେଲ କିମ୍ବା ଘିଅ ଦେବା। ତେଲ କିମ୍ବା ଘିଅ ଦେଇ ମୁଗକୁ ସିଝାଇଲେ କୁକରରେ ହଳଦୀ ଦାଗ ଲାଗିନଥାଏ। ତାପରେ କୁକରକୁ ନେଇ ଆମେ ଗ୍ୟାସ୍ ଉପରେ ବସାଇବା। ପ୍ରଥମେ ହାଇ ଫ୍ଲେମ୍ରେ ଗୋଟେ ହୁଇସିଲ୍ ଦେବା। ହାଇ ଫ୍ଲେମ୍ରେ ଗୋଟେ ହୁଇସିଲ୍ ଆସିଲେ ଗ୍ୟାସ୍ର ଫ୍ଲେମ୍ ପୁରା ଲୋ ରଖି ଲୋ ଫ୍ଲେମ୍ରେ ଆଉ ଗୋଟେ ହୁଇସିଲ୍ ଦେଇ ବାହାରକୁ ବାହାର କରି ଆଣିବା। ଜମା ବେଶୀ ହୁଇସିଲ୍ ଦେବେ ନାହିଁ, ନହେଲେ ମୁଗ ବେଶୀ ସିଝିଯିବ। ବାହାରକୁ ଆଣି କୁକରରୁ ପ୍ରେସର ରିଲିଜ୍ ହେବା ପାଇଁ ଛାଡ଼ିବା। କୁକରରୁ ପ୍ରେସର ରିଲିଜ୍ ହେଲା ପରେ ଚାଲନ୍ତୁ ମୁଗକୁ ଚେକ୍ କରିବା। ଦେଖନ୍ତୁ ମୁଗ ଆମର ଭଲ ଭାବରେ ସିଝି ଯାଇଛି, କିନ୍ତୁ ଘାଣ୍ଟି ନାହିଁ। ମୁଗକୁ ଏମିତି ସିଝେଇବେ। এই ଷ୍ଟେଜ୍ରେ ମୁଗ ଯଦି ବେଶୀ ଘାଣ୍ଟିଯିବ ଡାଲମା ଖାଇବା ପାଇଁ ଜମା ବି ଭଲ ଲାଗିବ ନାହିଁ। ମୁଗ ଏତିକି ସିଝିଯିବା ପରେ ଆମେ କାଟି ରଖିଥିବା ସବୁ ପନିପରିବା ଗୁଡ଼ିକୁ ଦେବା। ପ୍ରଥମରୁ ମୁଗ ସହିତ ପନିପରିବା ଦେଇଥିଲେ ପନିପରିବା ବେଶୀ ଘାଣ୍ଟି ଯାଇଥାନ୍ତା। ଟମାଟୋକୁ ଏମିତି କାଟିକି ଦେବେ, ଜଲ୍ଦି ସିଝିଯିବ। ଡାଲମାର ବାସ୍ନା ଆଉ ଟେଷ୍ଟ ବଢ଼ାଇବା ପାଇଁ 1 ଇଞ୍ଚ ଅଦାକୁ କୋରିକି ନହେଲେ ଛେଚିକି ଦେବା। ରାଗ ପାଇଁ ଗୋଟେ କଞ୍ଚା ଲଙ୍କା। ଆପଣମାନେ ଯେତିକି ରାଗ ଖାଇବେ ସେହି ହିସାବରେ କଞ୍ଚା ଲଙ୍କା ଦେବେ। ତା ସହିତ ଗୋଟେ ତେଜପତ୍ର। ଡାଲମାର ଟେଷ୍ଟକୁ ଆହୁରି ବଢ଼ାଇବା ପାଇଁ 2 ରୁ 3 ଚାମଚ କୋରା ନଡ଼ିଆ, ଖଣ୍ଡ ନଡ଼ିଆ ବି ଦେଇପାରିବେ। ଭଲ ବାସ୍ନା ପାଇଁ ଗୋଟେ ଛୋଟ ଚାମଚ ଗୁଆ ଘିଅ। ପନିପରିବା ସିଝିବା ସମୟରେ ଏଇସବୁ ଜିନିଷ ଦେଲେ ଡାଲମାରେ ଭଲ ବାସ୍ନା ଆଉ ଟେଷ୍ଟ ଆସେ। ତାପରେ ସବୁ ଜିନିଷକୁ ଗୋଳେଇ ନେବା। ଏବେ ଦେଖନ୍ତୁ ପାଣି ଟିକେ କମ୍ ଲାଗୁଛି। ଆଉ 2 କପ୍ ପାଖାପାଖି ଗରମ ପାଣି ଦେବା। এই ଷ୍ଟେଜ୍ରେ ଜମା ଥଣ୍ଡା ପାଣି ଦେବେ ନାହିଁ, ନହେଲେ ବାଇଗଣ ଆଉ ସବୁ ପନିପରିବା ଭଲ ଭାବରେ ସିଝି ପାରିବ ନାହିଁ। ତାପରେ ଲିଡ୍କୁ ବନ୍ଦ କରିବା। ଗ୍ୟାସ୍ ଉପରେ ବସାଇବା। ହାଇ ଫ୍ଲେମ୍ରେ କେବଳ ଗୋଟେ ହୁଇସିଲ୍ ଦେବା। ଜମା ଅଧିକ ହୁଇସିଲ୍ ଦେବେ ନାହିଁ, ନହେଲେ ପନିପରିବା ଗୁଡ଼ିକ ବେଶୀ ଘାଣ୍ଟିଯିବ। ହାଇ ଫ୍ଲେମ୍ରେ ଗୋଟେ ହୁଇସିଲ୍ ଆସିଲେ ଆମେ ଗ୍ୟାସ୍ର ଫ୍ଲେମ୍ ବନ୍ଦ କରିବା। ତାପରେ କୁକରରୁ ପୁରା ପ୍ରେସର ରିଲିଜ୍ ହେବା ପାଇଁ ଛାଡ଼ିବା। ସେ ଭିତରେ ଚାଲନ୍ତୁ ଡାଲମା ପାଇଁ ସ୍ପେଶାଲ ଡାଲମା ମସଲା ବନେଇବା। ଗୋଟେ ଛୋଟ ପ୍ୟାନ୍ରେ ଗୋଟେ ଶୁଖିଲା ଲଙ୍କା ଦେବା। ଆପଣମାନେ ଯେତିକି ରାଗ ଖାଇବେ ସେହି ହିସାବରେ ଲଙ୍କା ଦେବେ। ପ୍ରଥମେ ଲୋ ଫ୍ଲେମ୍ରେ ଲଙ୍କାକୁ ହାଲକା ଭାଜିବା। ଏବେ ବର୍ଷା ଦିନ ଲଙ୍କା ଟିକେ ଓଦାଳିଆ ଥାଏ। ଶୁଖିଲା ଲଙ୍କା ହାଲକା ଭାଜିଯିବା ପରେ
गोटे छोट चामच कंचा गोटा धनिया, जेतिकी धनिया देबे तार अधा जीरा, तामाने अधा छोट चामच जीरा, जेतिकी जीरा देबे तार अधा पानमधुरी, तामाने गोटे छोट चामच रो 4 भागरु गोटे भाग, गोटे रु 2टी तेजपत्र देबा। आपण चाहिले एतिकी मसला देई ए डालमा मसला बनै परिबे, किंतु मंदिर परी टेस्ट आनिबा पई गोटे गुजराती, छोट खंडे दालचीनी, 8-10टी गोलमर्च, आउ किछि गरम मसला देबे नाही, नहले डालमा मसला बदल रे गरम मसला हे जिवो। तापरे सब मसला गुडी को लो फ्लेम रे केवल गोटे रु 2 मिनिट पर्यंत हल्का भाजिबा, बेसी भाजिबे नाही। मसला भाजी जिबा परे बाहर को आनी ठंडा हेबा पई छाडिबा। तापरे ग्राइंडर जार रे देई मसला को फाइन पाउडर बनेबा। एबे हम रेडी ही गला आजिर डालमा पई स्पेशल डालमा मसला। पाखापाखी 2 बड़ चामच मसला हम रेडी हैला। ए मसला दे डालमा बनेले पूरा मंदिर डालमा परी बास्ना आउ टेस्ट आसीबो। सेपटे चलंतु कुकर रु प्रेशर रिलीज होला परे आमे पनीपरिबा गुडी को चेक करिबा। देखंतु पनीपरिबा गुडी को हमर भलो भाबरे सिझी जाईछि, किंतु घांटी नाही। डालमा रे सब पनीपरिबा भलो भाबरे सिझी जाईथिबो, किंतु घांटी नथिबो, ताहले डालमा देखिबा पई भल लागिबो, खाइबा पई मध्ये भल लागिबो। टमाटो भी सिझी जाईछि, टमाटो को टिके आमे घांटी देबा, डालमा रे मिसी जिवो। पानी देखंतु पूरा सठिक मापरे अछि। जदि आपनको पानी कम लागिबो अल्प गरम पानी देई परिबे। डाली देखंतु गोटा गोटा अछि, किंतु भलो भाबरे सिझी जाईछि। एबे चलंतु डालमा रे छुंको देबा। छुंको पई गोटे छोट तड़का पैन रे 2 छोट चामच गुआ घिओ गरम करिबा। घिओ रे छुंको देले डालमा रो बास्ना टेस्ट बहुत बढ़िया आसे। घिओ गरम हिजिबा परे गोटे छोट चामच जीरा देबा, ता सहित गोटे रु 2टी सुखिला लंका, 3-4 पिंच हिंगू निहाती देबे, जमा भी स्किप करिबे नाही। तापरे लो फ्लेम रे जीरा सुखिला लंका को हल्का भाजिबा। छुंको रे सब जिंस को हल्का भाजिबे, बेसी पोड़िबे नाही। तापरे गरमा गरम छुंको को आनी फुटुथुबा डालमा रे देबा। गोटे मिनिट पर्यंत कभर करी रखिबा। छुंकर बास्ना डालमा भितर को जिवो। गोटे मिनिट परे कभर काढी छुंको को गळै नेबा। शेष रे बनेइथिबा स्पेशल डालमा मसला रु केवल 2 चामच मसला देबा। बळका मसला रखिबे। परे जेतेबेले जे कोनोसी डालमा बनेबे ए मसला दे बनै परिबे। शेष रे डालमा रो टेस्ट आहुरी बढ़ेबा पई अल्प कोरा नडिया नहले खंड नडिया भी दे परिबे। भलो बास्ना पई बेस किछि धनिया पत्र देबा। एबे हमें गैस रो फ्लेम बंद करिबा। डालमा को अधा कभर करी 10 मिनिट रेस्ट करिबा पई छाडिबा। संगे संग डालमा को बाहर करी खाइबे नहीं, टिके रेस्ट करी खाइले डालमा रो टेस्ट बहुत बढ़ी जाए। 10 मिनिट परे एठा मो रेडी ही गला सबुठु हेल्दी टेस्टी गोटा मुग डालमा। वीडियो रे शेयर करथिबा सब टिप्स आ स्पेशल डालमा मसला दे बनांतु, खांतु आ केमिति लागिला निहाती मते कमेंट्स करी जणैबे। आज पई रहिली, पुणी देखा हबा नया रेसिपी रे। धन्यवाद।